ଭାରତର ଐତିହାସିକ ଅଧ୍ୟାୟର ତୃତୀୟ ପାଠ ଭାରତର କଲା, ସ୍ଥାପତ୍ୟ, ଶିଳ୍ପ, କୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା ପାଠର ପ୍ରଶ୍ନୋତ୍ତର କରିବୁ ଆଜି। ଦକ୍ଷିଣ ଭାରତରେ ନିର୍ମିତ ପଲ୍ଲବ, ଚୋଲ ଓ ପାଣ୍ଡବ୍ୟ ମାନଙ୍କର ମୂର୍ତ୍ତିକାର ଏକ ବିବରଣୀ ପ୍ରଦାନ କର। ଦକ୍ଷିଣ ଭାରତରେ ପଲ୍ଲବ ରାଜତ୍ୱ ସମୟରେ ଦ୍ରାବିଡ଼ ଶୈଳୀ, ମୂର୍ତ୍ତିକଳା ଓ ସ୍ଥାପତ୍ୟ ଶୈଳୀ ପ୍ରବର୍ତ୍ତିତ ହେଲା। ତାମିଲନାଡୁର ମହାବଲିପୁରମ ସହରରେ ପାହାଡ଼ ଉପରେ ନିର୍ମିତ ମଣ୍ଡପ ଏବଂ ଏଠାର ମନ୍ଦିର ନିକଟରୁ ମିଳିଥିବା ପଥର ଖୋଦିତ ସିଂହ, ହାତୀ, ବୃଷଭ ପ୍ରକୃତି ସେ ସମୟରେ ଉତ୍କୃଷ୍ଟ କଳା ପରିଚୟ ଦିଏ। ଚୋଳ ରାଜତ୍ୱ ସମୟରେ ତିରୁଚିନିପଲ୍ଲୀ ଜିଲ୍ଲାର ଶ୍ରୀନିଭାସାନଲୁରରେ ନିର୍ମିତ କୋରଙ୍ଗନାଥ ମନ୍ଦିର କାନ୍ଥରେ ନିର୍ମିତ ବୃହତ୍କାୟ ହିନ୍ଦୁ ଦେବାଦେବୀ ମୂର୍ତ୍ତି ଏବଂ ସମ୍ରାଟ ରାଜାରାଜ ଚୋଲଙ୍କ ଦ୍ୱାରା ନିର୍ମିତ ତାଞ୍ଜାଭୁରଠାରେ ବୃହଦୀଶ୍ୱର ମନ୍ଦିର ଚୋଳ ଶାସନ କାଳର ଉନ୍ନତ ମୂର୍ତ୍ତିକାର ନିଦର୍ଶନ ଅଟେ। 2 ନମ୍ବର, ସୁଲତାନୀୟ ଓ ମୋଗଲ ଶାସନ ସମୟରେ ସଙ୍ଗୀତ କଳାର କିପରି ବିକାଶ ହୋଇଥିଲା? ସୁଲତାନୀୟ ଶାସନ କଳାରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମୀର ଖୁସ୍ରୋ କବାଲି ଓ ଖେୟାଲ ନାମ ନୂତନ ସଙ୍ଗୀତ ଶୈଳୀ ପ୍ରବର୍ତ୍ତନ କରିଥିଲେ। ମୁସଲମାନମାନେ ହିନ୍ଦୁମାନଙ୍କ ବାଦ୍ୟଯନ୍ତ୍ର ଓ ଧୂପ ରାଗକୁ ଗ୍ରହଣ କରିଥିଲେ ଓ ସିତାର ଏବଂ ବେହାଲ ବାଦ୍ୟର ପ୍ରଚଳନ କରିଥିଲେ। ମୋଗଲ ରାଜତ୍ୱ କଳାରେ ଆକବରଙ୍କ ଦରବାରରେ ଗ୍ୱାଲିୟର ମିଆଁ ତାନସେନ ଓ ମାଲୱାର ବାଜ ବାହାଦୁର ପ୍ରସିଦ୍ଧ ସଙ୍ଗୀତ ଥିଲେ। ଆକବରଙ୍କ ପ୍ରୋତ୍ସାହନ ଫଳରେ ତରାନା, ଠୁମରୀ, ଗଜଲ ଭଳି ନୂତନ ରାଗ ସୃଷ୍ଟି ହୋଇଥିଲା। ମୌର୍ଯ୍ୟ ଓ ଗୁପ୍ତ ଯୁଗରେ ଭାରତୀୟ ସାହିତ୍ୟର ଅଗ୍ରଗତି ସମ୍ପର୍କରେ ଏକ ପ୍ରବନ୍ଧ ଲେଖ। ମୌର୍ଯ୍ୟ ଯୁଗରେ କୌଟିଲ୍ୟ ଶାସନ ପଦ୍ଧତି ସମ୍ବନ୍ଧୀୟ ରାଜନୈତିକ ଦର୍ଶନର ଗ୍ରନ୍ଥ ଅର୍ଥଶାସ୍ତ୍ର ଭାରତୀୟ ସାହିତ୍ୟର ଅମୂଲ୍ୟ ଗ୍ରନ୍ଥ। ଗୁପ୍ତ ଯୁଗରେ ପ୍ରସିଦ୍ଧ ନାଟ୍ୟକାର କବି କାଳିଦାସଙ୍କ ଅଭିଜ୍ଞ ନାମକ ଶକୁନ୍ତଳମ୍, ମାଳବିକାଗ୍ନିମିତ୍ରମ୍ ଆଦି ନାଟକ ଓ ଆଦି କାବ୍ୟ ଭାରତୀୟ ସାହିତ୍ୟକୁ ସମୃଦ୍ଧ କରନ୍ତି। ଗୁପ୍ତ ଯୁଗୀୟ ଅନ୍ୟାନ୍ୟ ନାଟକୃତି ମଧ୍ୟରେ ମୃଚ୍ଛକଟିକମ୍, ବିଷାଦ ଦତ୍ତମ୍, ମୁଦ୍ରାରାକ୍ଷସ ସାହିତ୍ୟକୁ ବିଶିଷ୍ଟ ଅବଦାନ। ଦଣ୍ଡନୀୟଙ୍କ ଦ୍ୱାରା ରଚିତ କାବ୍ୟଦର୍ଶ ଓ ରୋମାଞ୍ଚକ ଗଳ୍ପ ଦଶକୁମାର ରଚିତ। ବିଷ୍ଣୁ ଶର୍ମାଙ୍କ ଗଳ୍ପଗୁଚ୍ଛ ପଞ୍ଚତନ୍ତ୍ର ମଧ୍ୟ ଭାରତ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି। ଗଣିତ ବିଜ୍ଞାନରେ ଭାରତୀୟମାନଙ୍କ ଅବଦାନଗୁଡ଼ିକ ବର୍ଣ୍ଣନା କର। ସିନ୍ଧୁ ସଭ୍ୟତାର ବ୍ୟବସାୟୀମାନେ ଗଣିତର ବ୍ୟବହାର ସହ ଅନୁପାତ, ଭଗ୍ନାଂଶ ଓ ଦଶମିକ ପଦ୍ଧତିରେ ବ୍ୟବହାର ଜାଣିଥିଲେ। ବୈଦେଶିକ ଯୁଗର ବଡ଼ ବଡ଼ ସହର ଦଶର ଗୁଣିତକ ଭାବେ ପ୍ରକାଶ କରାଯାଇଥିଲା ଓ ସମୟକୁ କ୍ଷୁଦ୍ରତମ ଏକକରେ ବିଭାଜିତ କରାଯାଉଥିଲା। ସେ ଯୁଗରେ ବର୍ଗକ୍ଷେତ୍ର ଓ ଆୟତକ୍ଷେତ୍ରର ଅଙ୍କନ, କର୍ଣ୍ଣ ବାହୁମାନଙ୍କ ସମ୍ବନ୍ଧ, ସମାନ ଆୟତ ବିଶିଷ୍ଟ ଦୁଇ ବା ତତୋଧିକ ଭିନ୍ନ ଭିନ୍ନ ଆକାରର କ୍ଷେତ୍ର ଅଙ୍କନ, ତ୍ରିଭୁଜ ଅଙ୍କନ ଜଣାଥିଲା। ଆର୍ଯ୍ୟଭଟ୍ଟ ଶୂନ୍ୟର ବ୍ୟବହାର ଓ ବ୍ରହ୍ମଗୁପ୍ତ ଶୂନ୍ୟର କାର୍ଯ୍ୟକାରିତା ନିୟମ ସମ୍ପର୍କରେ ସ୍ପଷ୍ଟ ଭାବେ ବୁଝାଇଛନ୍ତି। ଗଣିତ ଭିତ୍ତିକ ଭାବର ଦୁଇଟି ଅନନ୍ୟ ଅବଦାନ ହେଉଛି ଦଶମିକ ସଂଖ୍ୟାଙ୍କ ଓ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଥମ 9ଟି ସଂଖ୍ୟାର ମୂଲ୍ୟ ପାର୍ଥକ୍ୟ। ଅଶୋକଙ୍କ ସମୟରେ ଉତ୍ତର ପ୍ରଦେଶ ଓ ଓଡ଼ିଶାରେ ନିର୍ମିତ ଦୁଇଟି ପ୍ରସିଦ୍ଧ ମୂର୍ତ୍ତିକଳା କ'ଣ? ଉତ୍ତର ପ୍ରଦେଶର ସାରନାଥ ସ୍ତମ୍ଭର ଅଗ୍ରରେ ଥିବା ସିଂହର ପ୍ରତିକୃତି ଓ ଓଡ଼ିଶାର ଧଉଳି ପାହାଡ଼ ନିକଟରେ ଥିବା ପ୍ରସ୍ତର
ଖୋଦିତ ହସ୍ତିର ବାହ୍ୟ ରୂପ ଚିତ୍ର ଅଶୋକଙ୍କ ସମୟରେ ନିର୍ମିତ ଦୁଇଟି ପ୍ରସିଦ୍ଧ ମୂର୍ତ୍ତିକଳା ଅଟେ। କଲା ଓ ସ୍ଥାପତ୍ୟର ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଅନୁସୃତ ଶୈଳୀ କଣ ଭାବରେ ପରିଚିତ ଲେଖ। କଲା ଓ ସ୍ଥାପତ୍ୟର ଉତ୍ତର ଭାରତରେ ଇଣ୍ଡୋ ଆରିଆନ୍ ବା ନାଗର ଶୈଳୀ ଏବଂ ଦକ୍ଷିଣ ଭାରତରେ ଦ୍ରାବିଡ଼ ଶୈଳୀ ନାମରେ ପରିଚିତ ଅଟେ। କେଉଁ ସ୍ଥାନ ଗୁଡ଼ିକର ଚିତ୍ରକଳା ଗୁପ୍ତ ଯୁଗର କଳାନ୍ୱୟ ପୁଣ୍ୟ ଦର୍ଶାଏ। ମହାରାଷ୍ଟ୍ରର ଔରଙ୍ଗାବାଦ ନିକଟରେ ଅଜନ୍ତା ଗୁମ୍ଫାରେ, ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ବାଘ ଗୁମ୍ଫାରେ, ତାମିଲନାଡୁର ପୁଦୁକୋଟ୍ଟାଇ ଠାରେ ସୀତାନା ଭାସାଲ ମନ୍ଦିରରେ ଓ ଶ୍ରୀଲଙ୍କାର ସିଗିରିଆ ଠାରେ ପଥର କୋଠରୀ ଗୁଡ଼ିକର ଜଳ ରଙ୍ଗର ଚିତ୍ରକଳା ଗୁପ୍ତ ଯୁଗର କାଳନିର୍ଣ୍ଣୟ ଦର୍ଶାଯାଏ। କେଉଁ ଦୁଇଟି ଆବିଷ୍କାର ସିନ୍ଧୁ ସଭ୍ୟତାର ନୃତ୍ୟକଳାର ସୂଚନା ଦିଏ। ମହେଞ୍ଜୋଦାରୋରୁ ଆବିଷ୍କୃତ ଏକ ନର୍ତ୍ତକୀ ପଥର ମୂର୍ତ୍ତି, ହରପ୍ପାରୁ ଆବିଷ୍କୃତ ଏକ ନୃତ୍ୟରତା ମହିଳାର ବ୍ରୋଞ୍ଜ ମୂର୍ତ୍ତିରୁ। ଭାରତର ଦୁଇଟି ମୁଖ୍ୟ ଶାସ୍ତ୍ରୀୟ ସଙ୍ଗୀତ ନାମ କଣ। ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ। ଆସାମ, କେରଳ, ଓଡ଼ିଶା, ପଞ୍ଜାବର ସାମରିକ ନୃତ୍ୟର ନାମ କଣ। ଆସାମର ସତ୍ରିୟା, କେରଳର କଲାରିପାଟ୍ଟୁ, ଓଡ଼ିଶାର ପାଇକ ଓ ପଞ୍ଜାବର ସତେବେଜି ଚାରୋଟି ପ୍ରସିଦ୍ଧ ସାମରିକ ନୃତ୍ୟ। ଅଶୋକଙ୍କ ସମୟର ସ୍ଥାପତ୍ୟକୁ କେଉଁ ଚାରିଟି ଭାଗରେ ବିଭକ୍ତ କରାଯାଇଛି। ଅଶୋକଙ୍କ ସମୟର ସ୍ଥାପତ୍ୟକୁ ସ୍ତୂପ, ସ୍ତମ୍ଭ, ପ୍ରାସାଦ ଓ ଗୁମ୍ଫା ଏହିପରି ଚାରି ଭାଗରେ ବିଭକ୍ତ କରାଯାଏ। ଗୁପ୍ତ ଯୁଗର ସ୍ଥାପତ୍ୟ ବହନ କରୁଥିବା ଚାରୋଟି ପ୍ରଧାନ ମନ୍ଦିର ଗୁଡ଼ିକର ନାମ ଲେଖ। ଦଶାବତାର ଉତ୍ତରପ୍ରଦେଶ, ବିଷ୍ଣୁ ମନ୍ଦିର ମଧ୍ୟପ୍ରଦେଶ, ଶିବ ମନ୍ଦିର ମଧ୍ୟପ୍ରଦେଶ, ଇଟା ନିର୍ମିତ ମନ୍ଦିର ଉତ୍ତରପ୍ରଦେଶର ଭିତରଗାଁ। ବରାହ ମିହିରଙ୍କ ରଚିତ ଦୁଇଟି ପୁସ୍ତକ ନାମ କଣ। ବୃହତ ସଂହିତା ଓ ପଞ୍ଚ ସିଦ୍ଧାନ୍ତିକା। ପ୍ରାଚୀନ ଯୁଗରେ ଚରକ ଓ ସୁଶ୍ରୁତ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ କେଉଁ କେଉଁ ବିଷୟରେ ସୂଚନା ଦେଇଥିଲେ। ପ୍ରାଚୀନ ଯୁଗରେ ଚରକ ତାଙ୍କ ଗ୍ରନ୍ଥ ଚରକ ସଂହିତାରେ କାମଲ ରୋଗର ନିଦାନ ଓ ଚିକିତ୍ସା ସମ୍ପର୍କରେ ସୂଚନା ଦେଇଛନ୍ତି। ସୁଶ୍ରୁତ ତାଙ୍କ ଚିକିତ୍ସା ଗ୍ରନ୍ଥ ସୁଶ୍ରୁତ ସଂହିତାରେ ଶଲ୍ୟ ଚିକିତ୍ସା ସମ୍ପର୍କରେ ସୂଚନା ଦେଇଛନ୍ତି। ଗୋଟିଏ ବାକ୍ୟ 3 ନମ୍ବର। ତାଞ୍ଜାଭୁର ଠାରେ ବୃହଦୀଶ୍ୱର ମନ୍ଦିର କେଉଁ ସମ୍ରାଟ ନିର୍ମାଣ କରିଥିଲେ। ଚୋଲ ସମ୍ରାଟ ରାଜରାଜ। ଏଲୋରାର କେଉଁ ମନ୍ଦିର ରାଷ୍ଟ୍ରକୂଟ ସମୟର ବିସ୍ମୟକର କଳା ଦର୍ଶନ ଷଷ୍ଠ ଶତାବ୍ଦୀର। କେଉଁ ଦୁଇ ଜଣ ପାରସିକ ଚିତ୍ରଶିଳ୍ପୀଙ୍କ ସହାୟତାରେ ହୁମାୟୁନ ଭାରତରେ ଚିତ୍ରକଳାର ବିକାଶ ଘଟାଇଥିଲେ। ପାରସ୍ୟ ଦୁଇଜଣ ଦକ୍ଷ ଚିତ୍ରଶିଳ୍ପୀ ସୈୟଦ ଅଲି ତାବରେଜୀ ଓ ଖ୍ୱାଜା ଅବଦୁସ। ପଞ୍ଜାବ ହିମାଳୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ରାଜପୁତ ଚିତ୍ରକଳା ଶୈଳୀର ଉପଶାଖା କେଉଁ ନାମରେ ପରିଚିତ। କାଙ୍ଗେ ଶୈଳୀ ବା ପାହାଡ଼ିଆ ଶୈଳୀ ନାମରେ। ଲୱାଣୀ କେଉଁ ରାଜ୍ୟ ଲୋକନୃତ୍ୟ। ଲୱାଣୀ ମହାରାଷ୍ଟ୍ର ଲୋକନୃତ୍ୟ। ସମଗ୍ର ଏସିଆରେ ପ୍ରସିଦ୍ଧ ଲାଭ କରିଥିବା କନିଷ୍କଙ୍କ ଦ୍ୱାରା ନିର୍ମିତ ଉଚ୍ଚ ଗମ୍ବୁଜ କେଉଁଠାରେ ଅବସ୍ଥିତ। ସମଗ୍ର ଏସିଆରେ ପ୍ରସିଦ୍ଧ ଲାଭ କରିଥିବା କନିଷ୍କଙ୍କ ଦ୍ୱାରା ନିର୍ମିତ ଉଚ୍ଚ ଗମ୍ବୁଜ ପୁରୁଷପୁର ଠାରେ ଅବସ୍ଥିତ। କେଉଁ ଶାସକ କୁତୁବ ମିନାରର ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିଲେ। ଦାସବଂଶ ସୁଲତାନ। ଦିଲ୍ଲୀର ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ। ମୋଗଲ ସମ୍ରାଟ ଶାହଜାହାନ। କାବୁଲ ବାଗ ବା କାବୁଲ ଉଦ୍ୟାନ କେଉଁଠାରେ ଅବସ୍ଥିତ। ପାନିପଥ ଠାରେ କାବୁଲ ବାଗ। ଶିଖ ମାନଙ୍କ ସ୍ୱର୍ଣ୍ଣ ମନ୍ଦିର କେଉଁଠାରେ ଅବସ୍ଥିତ। ଶିଖ ମାନଙ୍କ ସ୍ୱର୍ଣ୍ଣ ମନ୍ଦିର ପଞ୍ଜାବର ଅମୃତସର ଠାରେ।
नंबर 4 डॉक्टर गांधार कला उदयपुर किरल मर्तल कृष्णदेव राय सिकंदरा शेर शाह पश्चिम बंग आबुल फाजल नागार्जुन।